ଶ୍ରୀମନ୍ଦିର କେବଳ ଏକ ସ୍ଥାପତ୍ୟ କୌଶଳର ଅଦ୍ଭୁତ ନମୁନା ନୁହେଁ, ଏହା ହେଉଛି ଓଡ଼ିଶାର ଆତ୍ମା, ଆସ୍ଥାର ପ୍ରତୀକ ଓ ଭକ୍ତିର ଅନନ୍ୟ ପରିଚୟ। ଦ୍ୱାଦଶ ଶତାବ୍ଦୀରେ ଗଙ୍ଗବଂଶର ମହାନ ରାଜା ଅନଙ୍ଗଭୀମ ଚୋଡ଼ଗଙ୍ଗଦେବ ବର୍ତ୍ତମାନର ବଡ଼ଦାଣ୍ଡ ପତ୍ତନଠାରୁ 214 ଫୁଟ 8 ଇଞ୍ଚ ଉଚ୍ଚତାରେ ଶ୍ରୀମନ୍ଦିରର ନିର୍ମାଣ କାମ ଆରମ୍ଭ କଲେ। 1452 ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବ ମେଘନାଦ ପାଚେରୀ ନିର୍ମାଣ କରାଇଥିଲେ। 865 ଫୁଟ ଲମ୍ବା, 40 ଫୁଟ ପ୍ରସ୍ଥ ଓ 22 ଫୁଟ ଉଚ୍ଚତାରେ ଏହା ଶ୍ରୀମନ୍ଦିରକୁ ସୁରକ୍ଷା ଦେଇଛି। ମେଘନାଦ ପାଚେରୀର ଭିତରେ 420 ଫୁଟ ଦୈର୍ଘ୍ୟ ଓ 20 ଫୁଟ ଉଚ୍ଚତାରେ କୁର୍ମ ବେଢ଼ା ଅଛି, ଯାହା ଶ୍ରୀମନ୍ଦିରର ଆଧ୍ୟାତ୍ମିକ ଶୋଭାକୁ ବଢ଼ାଇଥାଏ। ନୀଳଚକ୍ର ଓ ପତିତପାବନ ବାନା ପବନରେ ଫରଫରାଇ ସମସ୍ତ ଭକ୍ତ, ପାପୀ ଓ ତପସ୍ୱୀମାନଙ୍କୁ ଶରଣ ଦେଇଥାଏ, ଭକ୍ତିର ପରମ ସାର୍ଥକତାକୁ ପ୍ରକାଶ କରିଥାଏ। ଶ୍ରୀମନ୍ଦିର କେବଳ ଏକ ସ୍ଥାପତ୍ୟ କୌଶଳର ଅଦ୍ଭୁତ ନମୁନା ନୁହେଁ, ଏହା ହେଉଛି ଓଡ଼ିଶାର ଆତ୍ମା, ଆସ୍ଥାର ପ୍ରତୀକ ଓ ଭକ୍ତିର ଅନନ୍ୟ ପରିଚୟ।